ধরি মথুরার রাজ সিংহাসন কলি আরোহণ ହେଲେ ଏଭଳି ପୁତ୍ର ଜନ୍ମିଲା ଯେ କୋଳେ ନମାନୀ ଦେବତା ବ୍ରାହ୍ମଣ ଏଭଳି ପରିସ୍ଥିତି ମଧ୍ୟରେ ତମେ ମୋତେ ବୁଦ୍ଧି କହିଦିଅ ଠାକୁରୀ ତମେ ମୋତେ ବୁଦ୍ଧି କହିଦିଅ। ମହାରାଜ ବଧେଇ ଗେଲ ସକାଳେ କହିଲେଣି ପୁତ ତ ପାପି ଅତ୍ୟାଚାରୀ ସୁର ନର କାହାରିକୁ ସେ ନ କରେ ଏ ତ ଘଟ ମହାରାଜ ସେ କଂସଟା ହୋଇଗଲେଣି ଏ ଦରବାର ମଧ୍ୟକୁ ନ ଆସନ୍ତି କି ଏ ଦରବାର ମଧ୍ୟକୁ ଆସିବେ କ'ଣ ଦେବର୍ଷୀ ସେ ମୂର୍ଖ କଂସଟା ଭୟରେ ମୋ ବଢ଼ିଲା କନ୍ୟା ଦେବକୀକୁ ବିବାହ କରିବା ପାଇଁ କୌଣସି ରାଜପୁତ୍ର ପ୍ରସ୍ତୁତ ନୁହନ୍ତି ଏଥିପାଇଁ ତ ଆସିଅଛି ମଥୁରା କଟକ ମଧ୍ୟ ଛୋଡ଼ ରାଜା କଂସ ସୁମେରୁ ପର୍ବତ ମଧ୍ୟରେ ଏହି ସୁଯୋଗ ତୁମ କନ୍ୟା ଦେବକୀର ବିବାହ ସମ୍ପୂର୍ଣ୍ଣ ହେଲେ ଦେବକୀ ଭଳି କନ୍ୟା ପାଇଁ ଉପଯୁକ୍ତ ବରପାତ୍ରର ପ୍ରୟୋଜନ ଅଛି କୁହନ୍ତୁ ଦେବର୍ଷୀ କିଏ ସେ ସୁଯୋଗ୍ୟ ବରପାତ୍ର କିଏ ମୋ କନ୍ୟା ଦେବକୀର ପାଣି ଗ୍ରହଣ କରିବ ଶ୍ରେଷ୍ଠ ସୁଦେବର ପୁତ୍ର ନାମ ତାର ବସୁଦେବ 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 ମୋ କନ୍ୟା ଦେବକୀ ପାଇଁ ଉପଯୁକ୍ତ ବରପାତ୍ର ହେଇପାରିବେ ତ ଉପଯୁକ୍ତ ବରପାତ୍ର ମାନେ ଉପଯୁକ୍ତ ସମୟ ମଧ୍ୟ ଦେବର୍ଷୀ ଆସନ୍ତା ଫାଲ୍ଗୁନ ମାସ 22 ଦିନ ବୃହସ୍ପତି ବାରରେ ତୁମ କନ୍ୟା ଦେବକୀର ବିଭାଗର ସମ୍ପୂର୍ଣ୍ଣ ରାଜାଧିରାଜ ବିଳମ୍ବରେ ନାହିଁ ପ୍ରୟୋଜନ ଏହି ମତେ ବିଦୁଷକୁ ଡାକି ନିମନ୍ତ ଦେଇପଡ଼ା ସଦେବ ରାଜ୍ୟ ଆଉ ବସୁଦେବ ବରବସରେ ସଦେଇ ନେଇ ଆସେ ମଥୁରା କଟକ ମଧ୍ୟ ଆପଣଙ୍କର ଆଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ଦେବର୍ଷୀ ଆପଣଙ୍କର ଆଦେଶ ଅନୁଯାୟୀ ଫେରି ତୁରି ମଙ୍ଗଳ ବାଦ୍ୟ ସହିତ ପାଛୋଟି ଆଣିବି ବୀର ବସୁଦେବଙ୍କୁ ଏ ମଥୁରା କଟକେ ତାହେଲେ ଆସୁଛି ମୁଁ କେତେବେଳେ ଫାଟିବ ଏବଂ ନାରାୟଣ ନାରାୟଣ ଶୁଭସ୍ୟ ଶୀଘ୍ର ବିଳମ୍ବ ନ କରି ଦେବକୀ କନ୍ୟାର ବିବାହ ମତେ ଆୟୋଜନ କରିବାକୁ ପଡ଼ିବ ବିଦୁଷକୁ ସମ୍ବାଦ ଜଣାଅ ଏ ରାଜ ପ୍ରସାଦ